ଆପଣ ଗୋଟେ ଗୋଟେ ଡିଜିଟାଲ ଶିଖୁଛନ୍ତି କି? ଆପଣଙ୍କ ମନରେ ବି ଆସୁଛି କି ଆମକୁ କେହି ଗାଇଡ଼ କରୁନାହାନ୍ତି, ଏମିତି କ'ଣ ମୋଟିଭେସନ୍ କିଛି ଚିନ୍ତାଧାରା ଆସୁଛି ଆପଣଙ୍କ ମନରେ? ତେବେ ଏହି ଭିଡ଼ିଓଟି ଆପଣଙ୍କ ପାଇଁ। ଠିକ୍ ଅଛି, ନମସ୍ତେ, ମୋ ନାଁ ଆଶା। ମୁଁ ସ୍କିଲ୍ ପଇସା ପ୍ଲାଟଫର୍ମରେ ୱେର୍ କରେ ଆଫିଲିଏଟ୍ ମାର୍କେଟିଂ ଥ୍ରୁରୁ। ତ ଆପଣଙ୍କ ମନରେ ବି ଯଦି ଡାଉଟ୍ ଆସୁଥିବ କି ସ୍କିଲ୍ ପଇସା କମ୍ୟୁନିଟି ମାନେ କିପରି ଏହାର ସକ୍ସେସ୍ ରିଅଲ୍ ସିକ୍ରେଟ୍ କ'ଣ, ଆପଣଙ୍କ ମନରେ ବି ବହୁତ ଡାଉଟ୍ ଆସୁଥିବ, ତାହେଲେ ଫାର୍ଷ୍ଟ ଜିନିଷ ମୁଁ ଆପଣଙ୍କୁ କହିବି ନା କମ୍ୟୁନିଟି କାହାକୁ କୁହାଯାଏ। ଠିକ୍ ଅଛି, ତ କମ୍ୟୁନିଟି ମାନେ କେବଳ ହ୍ୱାଟ୍ସଆପ୍ ଗ୍ରୁପ୍ ନୁହେଁ। କମ୍ୟୁନିଟିର ଅର୍ଥ ହେଉଛି ଯେ ନା ସେମ୍ ଗୋଲ୍ ଥିବା ଲୋକମାନେ ଡେଲି ସପୋର୍ଟ, ଗାଇଡେନ୍ସ, ମୋଟିଭେସନ୍, ରିଲ୍ ଏକ୍ଜାମ୍ପଲ୍ସ। ମାନେ ସ୍କିଲ୍ ପଇସା କମ୍ୟୁନିଟିରେ ହାଉସୱାଇଫ୍, ଷ୍ଟୁଡେଣ୍ଟ, ଜବ୍ ହୋଲ୍ଡର୍ସ, ମଦର୍ସ ମାନେ ସମସ୍ତେ ଏଠି ମାନେ ସବୁ ଜିନିଷ ଶିଖୁଛନ୍ତି। ଠିକ୍ ଅଛି, ତା ସହିତ ଏଥିରେ ଆପଣ ଅନଲାଇନ୍ ସ୍କିଲ୍ସ ଏବଂ ଆର୍ନିଂ ମଧ୍ୟ ଆପଣ କରିପାରୁଛନ୍ତି। ଯେପରି ମୋଟିଭେସନ୍ ନେବାର ମାନେ ଏଥିରେ ଆପଣ କ'ଣ ଶିଖିଲେ, ମାନେ ଦେଖନ୍ତୁ, ଫାର୍ଷ୍ଟ ସମସ୍ତଙ୍କ ମନର ଫାର୍ଷ୍ଟ ଡାଉଟ୍ କ୍ଲିୟର୍ ହେବା ଦରକାର ସ୍କିଲ୍ ପଇସାର କମ୍ୟୁନିଟିଟା କେମିତିକା। ଦେନ୍ ଗୋଟେ ଲୋକ ବିଶ୍ୱାସ କରିପାରିବେ ତ ସିଏ ଯାହାଫଳରେ ଏଠୁ ଏନରୋଲ୍ କରିକି ଆପଣ ନିଜେ ଶିଖି ବି ପାରିବେ। ଠିକ୍ ଅଛି, ଫାର୍ଷ୍ଟ ଜିନିଷ ହେଲା 2 ଦିନ କ'ଣ ଏନ୍ଥୁଜିମ୍, ଥାର୍ଡ଼ ଡେ ଯେଉଁ ଲେଜି ଫୋର୍ଥ ମାନେ କ୍ୱିଟ୍, ମାନେ ଏମିତି ଲୋକଙ୍କର ଫାର୍ଷ୍ଟ ହିଁ ହୁଏ। ଯେଉଁ ଯେତେବେଳେ ନ୍ୟୁ ଷ୍ଟାର୍ଟିଂ ଗୋଟେ ବିଗନର କରନ୍ତି, ଫାର୍ଷ୍ଟ ସେ 2 ଦିନ ଏନ୍ଥୁଜିମ୍ ଆସିବ, ଥାର୍ଡ଼ ସେ ଲେଜି, ଫୋର୍ଥ ସେ କ'ଣ କରିବେ କ୍ୱିଟ୍ କରିଦିଅନ୍ତି। ଠିକ୍ ଅଛି, କିନ୍ତୁ ନା କମ୍ୟୁନିଟି ଡେଲି ସକ୍ସେସ୍ ଷ୍ଟୋରି, ଡେଲି ଟାସ୍କ, ଅଦର ପ୍ରୋଗ୍ରେସ୍, ଆପଣ ଅଟୋମେଟିକଲି ମୋଟିଭେଟ୍ ହେବେ। ସେ କରିପାରିଲେ ହିଁ ମୁଁ କାହିଁକି ନୁହେଁ, ସେ ମନର ଯେଉଁ ଲୋକମାନଙ୍କ ସମସ୍ତେ କରିବେ ତ ମୁଁ କାହିଁକି କରିପାରିବିନି, ସେଇ ଯେଉଁ ଭାବନାଟା। ତ ଫାର୍ଷ୍ଟ ଜିନିଷ ହେଲା ଆପଣ ଦେଖିବେ ୟୁଟ୍ୟୁବରେ ଆପଣଙ୍କର ଯାହା ବି ପ୍ରୋବ୍ଲେମ୍ଟା ଫାର୍ଷ୍ଟ ସର୍ଚ୍ଚ କରନ୍ତୁ, ଆପଣ ଜାଣିପାରିବେ କନଫ୍ୟୁଜ୍ କ'ଣ ରହୁଛି, ଆପଣଙ୍କର ଡିଫରେଣ୍ଟ ଆନ୍ସର୍ କ'ଣ ରହୁଛି, ଟାଇମ୍ ୱେଷ୍ଟ କମ୍ୟୁନିଟିରେ। ମାନେ ଏସବୁ କ'ଣ କହିଲେ ଗୋଟେ ଗୋଟେ ମାନେ ଆପଣ ଗାଇଡେନ୍ସ କରିବେ, ଏସବୁ ଲୋକ ଆପଣଙ୍କୁ ବି ହେଲ୍ପ କରିପାରିବେ। ଆପଣ ବି ଆପଣଙ୍କର ଗୋଟେ ଲୋକ ଯଦି ଗୋଟେ ମାନେ ପ୍ଲାଟଫର୍ମ ଏନରୋଲ୍ କରୁଛି ତ ତାଙ୍କର କ'ଣ କ'ଣ ଦାୟିତ୍ୱ ମାନେ ସେ କ'ଣ କ'ଣ ମାନେ କରୁଛନ୍ତି, ବୁଝିପାରିଲେ? ତ କମ୍ୟୁନିଟିରେ ଫାର୍ଷ୍ଟ କଥା ହେଲା ଡାଇରେକ୍ଟ ମାନେ ଏକ୍ସଟ୍ରା ହେଲ୍ପ, ସିନିୟର ଗାଇଡ଼, ଷ୍ଟେପ୍ ବାଇ ଷ୍ଟେପ୍ ସଲ୍ୟୁସନ୍। କିଛି ପ୍ରୋବ୍ଲେମ୍ ହେଲେ ଆପଣ ଯଦି ପୋଷ୍ଟ କରନ୍ତି ତାହେଲେ ଗୋଟେ ସାଙ୍ଗେ ସାଙ୍ଗେ ଆନ୍ସର୍ ମିଳିବ, ଟାଇମ୍ ବି ଆମର ସେଭ୍ ରହିଲା, ଷ୍ଟ୍ରେସ୍ ବି ଆମେ ଫ୍ରି ରହିପାରିଲୁ। ଠିକ୍ ଅଛି, ଆଉ ସେ ଆମକୁ ଯେଉଁ ୱେରେ ଲର୍ଣ୍ଣିଂ ହେବ ତାକୁ ବି ଆମେ ଫୋକସ୍ କଲୁ। ଓକେ, ତ ମେନ୍ ପ୍ରୁଫ୍ ହେଉଛି ନା କନଫିଡେନ୍ସ ଯେଉଁ ବୁଷ୍ଟଟା ରହୁଛି ସେଇଟା ହେଉଛି ମାନେ ଆର ମେନ୍ ପାୱାର। ତାହେଲେ କମ୍ୟୁନିଟିର ବିଗେଷ୍ଟ ପାୱାର ହେଉଛି ଯେଉଁ ଆମେ ରିଏଲ୍ ଅର୍ଣ୍ଣିଂର ପ୍ରୁଫ୍ କମ୍ୟୁନିଟି। ମାନେ ଦେଖନ୍ତୁ, ବହୁତ ଜଣଙ୍କ ମନରେ ଡାଉଟ୍ ସତରେ ଏହାର ମାନେ କ'ଣ ପ୍ରୁଫ୍ ଅଛି କମ୍ୟୁନିଟିଟା ଆମର ବହୁତ ପାୱାରଫୁଲ୍ ଅଛି ଆମର ସ୍କିଲ୍ ପଇସା ପ୍ଲାଟଫର୍ମର। ତ ସମସ୍ତଙ୍କର ଯେଉଁଟା ଥାଉଛି ସେଇଟା ହେଉଛି କ'ଣ ନା ଆମେ ଯଦି ରିଏଲ୍ ଅର୍ଣ୍ଣିଂ କରିବା ତାର ପ୍ରୁଫ୍ ଆପଣ ସ୍କ୍ରିନ୍ସଟ୍ ଦେଖାଇ ପାରିବେ, ଇନକମ୍ ପ୍ରୁଫ୍ ବି ଅଛି, ଆଉ ତା ସହିତ ଷ୍ଟୁଡେଣ୍ଟ ସକ୍ସେସ୍ ଷ୍ଟୋରି ମଧ୍ୟ ଆପଣ ଦେଖିପାରିବେ। ଏହା ଦେଖିଲେ ଆପଣଙ୍କ ମନରେ ବି କ'ଣ ରହିବ ନା ନିଜର ଡାଉଟ୍ ବି ରିମୁଭ୍ ହେବ, ଡରଟା ବି ରହିବ, ସେଇଟା ବି ଦୂର ହେଇଯିବ, ଦେନ୍ କନଫିଡେନ୍ସ ଇନକ୍ରିଜ୍ ହେବ। ଠିକ୍ ଅଛି, ତ ଅନଲାଇନ୍ର ଅର୍ଣ୍ଣିଂ ହେଉଛି ରିଏଲ୍ ମାନେ ମେନ୍ ଜିନିଷଟା ହେଉଛି ବିଶ୍ୱାସ। ଗୋଟେ ଜିନିଷ ସେଇଟା ଆରାମସେ ଲୋକଙ୍କର ଯେଉଁ ବିଶ୍ୱାସ ଅଂଶ ମାନେ ତୁଟିଯାଏ କୌଣସି ପ୍ଲାଟଫର୍ମରେ ଏନରୋଲ୍ କଲେ, ଯେହେତୁ ସେପଟେ ସେମାନେ ଆଗରୁ କୌଣସି ପ୍ଲାଟଫର୍ମରେ ଆମର ସେମିତି ସପୋର୍ଟ ପାଇନଥିବେ, କିନ୍ତୁ ଏଠି ଯେତେବେଳେ ପାଇବାକୁ ଆମେ ସେ ଜିନିଷ କରିବୁ କିନ୍ତୁ ସେମାନଙ୍କ ମନରେ ନା ଏଇଟା ବି ସେଇ ଟାଇପ୍ର ହେଇଥିବ। କିନ୍ତୁ ନା ଏଠି ଆପଣ ରିଏଲ୍ ଏସବୁ ଜିନିଷ ଦେଖିପାରିଲେ ଆପଣଙ୍କ ମନରେ ବି ବହୁତ ଡାଉଟ୍ କ୍ଲିୟର୍ ବି ହେଇପାରିବ। ତ ସେଇଟା ହେଉଛି ହାଉସ୍ ୱାଇଫ୍ ମାନଙ୍କର ମାନେ ସ୍ପେଶାଲ୍ ଆଡ଼ଭାନ୍ସ କ'ଣ କହିଲେ, ଏଠି ବିଗେଷ୍ଟ ମାନେ ପ୍ରୋବ୍ଲେମ୍ ସଲ୍ଭ ନା ଟାଇମ୍ ମ୍ୟାନେଜମେଣ୍ଟ କରିପାରିବେ ସେମାନେ, ଫ୍ୟାମିଲି ରେସ୍ପନ୍ସିବିଲିଟି, ତା ସହ ସେଲ୍ଫ ଡାଉଟ୍ ବି କମ୍ୟୁନିଟିରେ ଆରାମସେ କରିପାରିବେ। ସେମ୍ ସିଚୁଏସନ୍ରେ ମାନେ ଲେଡ଼ିଜ୍ ମାନେ କ'ଣ ଯେ ନା ସେମ୍ ଷ୍ଟ୍ରଗଲ୍ ବି କରିପାରିବେ, ସେମ୍ ଡ୍ରିମ୍ ଇମୋସନାଲ୍ ସପୋର୍ଟ ମଧ୍ୟ ଏଠି ମିଳେ। ମୁଁ ଗୋଟେ ବୋଲି ନୁହେଁ ମାନେ ଫିଲିଙ୍ଗ ଆସିବ ଏଥିରେ। ଫାଇନାଲ୍ ପାର୍ଟ ହେଉଛି କି ସକ୍ସେସ୍ ଫାର୍ଷ୍ଟ କାହିଁକି ହୁଏ ନା କମ୍ୟୁନିଟିର ସର୍ଟକଟ୍ ଯେଉଁ ଜିନିଷଟା ଯେଉଁ ସକ୍ସେସ୍ ସେଇଟା ଆପଣଙ୍କୁ ମାନେ କେବେ ସକ୍ସେସ୍ କରିପାରିବେନି। ଠିକ୍ ଅଛି, କାହିଁକି କହିଲେ ନା ଡାଇରେକ୍ସନ୍ କ୍ଲିୟର୍ ଗୋଟେ ସତରେ ରିଏଲ୍ ହୁଏ ତ ଲୋକଙ୍କର ଧୀରେ ଧୀରେ ବିଶ୍ୱାସ ମଧ୍ୟ ଆସିଯାଏ। ଠିକ୍ ଅଛି, ତ ଯେମିତି ହାଉସ୍ ୱାଇଫ୍ ମାନଙ୍କ ପାଇଁ ସ୍ପେଶାଲ୍ ଆଡ଼ଭାଣ୍ଟେଜ୍ କ'ଣ ନା ଏଥିରେ ହାଉସ୍ ୱାଇଫ୍ ମାନଙ୍କ ପାଇଁ ନା ସେମାନେ ବି ହାଉସ୍ ୱାଇଫ୍ ମାନଙ୍କ ବିଗେଷ୍ଟ ପ୍ରୋବ୍ଲେମ୍ ଏଠି ଆମର ସଲ୍ଭ ହୁଏ, ଯାହାକି ଦେଖନ୍ତୁ ବହୁତ
ମାନେ ସମୟ ବହୁତ ହାଉସ୍ ତ ଜଏଣ୍ଟ ଫ୍ୟାମିଲିରୁ ବିଲଙ୍ଗ କରନ୍ତି ଯେଉଁଥିରେ ସେମାନେ ଟାଇମ୍ ବି ଦେଇପାରନ୍ତି କିନ୍ତୁ ଏଥିରେ ଟାଇମ୍ ମ୍ୟାନେଜମେଣ୍ଟ ଆପଣ କରିବେ ତା ସହିତ ଫ୍ୟାମିଲି ରେସ୍ପନ୍ସିବିଲିଟି ବି ଆପଣ ରହିଲେ ତ ସେଲ୍ଫ ଡାଉଟ୍ ବି ଆପଣ କ୍ଲିୟର କରିବେ ଠିକ୍ ଅଛି। ହେଲେ କମ୍ୟୁନିଟିରେ ମେନ୍ ଜିନିଷ କ'ଣ ହେଉଛି ନା ସେମ୍ ସିଚୁଏସନ୍ରେ ଗୋଟେ ଲେଡ଼ିଜ୍ କ'ଣ କରିବ ସେମ୍ ଷ୍ଟ୍ରଗଲ୍ କରୁଥିବ ତ ସେମ୍ ଡ୍ରିମ୍ ଦେଖନ୍ତୁ ପ୍ରତି ହାଉସ୍ ୱାଇଫ୍ ମାନଙ୍କ ସେମ୍ ହିଁ ପ୍ରାୟ ହାଉସ୍ ୱାଇଫ୍ଙ୍କ କାମ ସବୁ ସେମ୍ ଥାଏ ଠିକ୍ ଅଛି। ତ ଜଣେ ଅନ୍ୟ ଜଣଙ୍କୁ ଦେଖିଲେ କ'ଣ ତା ମନରେ ବି ଡାଉଟ୍ କ୍ଲିୟର ହେବ ଯେ ନା ନା ସେ ଏଇ ସିଚୁଏସନ୍ ଦେଇକି ସେ ଲେଡ଼ିଜ୍ ଷ୍ଟ୍ରଗଲ୍ କରୁଛି ବା ତାର ଡ୍ରିମ୍ ବି ସେମ୍ ତ ମୋର ବି ସେମ୍ ତ ତାକୁ କ'ଣ ହେବ ନା ଗୋଟେ ଇମୋସନାଲ୍ ସପୋର୍ଟ ମିଳିବ ଠିକ୍ ଅଛି ବୁଝିପାରିଲେ ନା ମୁଁ କହିବା ଅର୍ଥ ଯେ ତ ସେଇଟା ମୁଁ ଏକା ନୁହେଁ ଏଠି ଫିଲିଙ୍ଗ ସମସ୍ତଙ୍କୁ ଆସେ ଠିକ୍ ଅଛି। ତ ସକ୍ସେସ୍ ଫର୍ଷ୍ଟ କାହିଁକି ଆସେ ନା କମ୍ୟୁନିଟି ସର୍ଟକଟ୍ ନୁହେଁ ଏଥିରେ ସକ୍ସେସଟା ଲାଇଫ୍ ଟାଇମ୍ ପାଇଁ କାରଣ ମାନେ ଯଦି ଆପଣ ଗୋଟେ ଫ୍ୟୁଚରରେ ସକ୍ସେସ୍ ହେବା ପାଇଁ ଚାହିଁବେ ତ ଆପଣ ଡାଇରେକ୍ସନ୍ କ୍ଲିୟର ବି ଆପଣଙ୍କର ରହିଲା ମିଷ୍ଟେକ୍ ବି ଆପଣ ଆରାମସେ ଆଭଏଡ଼ ବି କରିବେ ତା ସହିତ ମୋଟିଭେସନ୍ ଆପଣଙ୍କ ହାଇ ଲେଭେଲରେ ଏଠି ପାଇଲେ ହେଲ୍ପ ଆଭେଲେବଲ୍ ସମସ୍ତେ ଜଣେ ଅନ୍ୟ ଜଣଙ୍କୁ ଦେଖିକି ହେଲ୍ପ ମଧ୍ୟ ଆପଣ ପାଇପାରିବେ। ନେଟୱାର୍କ କ'ଣ ଆମର ଗୋଟେ ଷ୍ଟ୍ରଙ୍ଗ କମ୍ୟୁନିଟି ବିଲ୍ଡ ହେଲା ତେଣୁ ସ୍କିଲ୍ ପଇସା କମ୍ୟୁନିଟି ହେଉଛି ଗୋଟେ ମାନେ କ'ଣ କହିଲେ ସକ୍ସେସ୍ ପ୍ଲାଟଫର୍ମ ବା ସକ୍ସେସ୍ ଗୋଟେ କମ୍ୟୁନିଟି ସିଏ ଠିକ୍ ଅଛି। ତ ଗାଇଜ୍ ଯେଉଁମାନେ ବି ଚାହୁଁଛନ୍ତି ଏଇ ପ୍ଲାଟଫର୍ମ ହ୍ୟାଣ୍ଡେଲ୍ କରି ଆରାମସେ କରିପାରିବେ ଏଠି ଆପଣ ଭାବିବେ କି ମୁଁ ଜଣେ ମେଣ୍ଟର ହେଲ୍ପ ନା ଏଠି ଆମର କମ୍ୟୁନିଟି ଆପଣଙ୍କୁ ହେଲ୍ପ କରିବ ତା ସହିତ ଜଣେ ଅନ୍ୟ ଜଣ ନିଜର ପ୍ରୋବ୍ଲେମ୍ ବି ଦେଖିକି ଜାଣିପାରିବେ ସେ ହାଉସ୍ ଏମିତି ହୁଏ ମୁଁ ବି ଗୋଟେ ହାଉସ୍ ମୋର ବି ତ ପ୍ରୋବ୍ଲେମ୍ ସେମ୍ ଜିନିଷ ତ ତାକୁ ଦେଖିକି ଆମେ ଗୋଟେ ଇମୋସନାଲ୍ ସପୋର୍ଟ ଆମକୁ ମିଳିବ ଠିକ୍ ଅଛି। ତ ଗାଇଜ୍ ଯଦି ଆପଣଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଥିବ ଯଦି ଆପଣ ଚାହୁଁଛନ୍ତି ଘରେ ରହିକି ଅର୍ଣ୍ଣିଂ କରିବା ପାଇଁ ଡିଜିଟାଲ୍ ସ୍କିଲ୍ ଶିଖିବା ପାଇଁ ତ ଏଠି ଆପଣ ସପୋର୍ଟ ସିଷ୍ଟମ୍ ବି ଯଦି ଚାହୁଁଛନ୍ତି କମ୍ୟୁନିଟି ଜଏନ୍ କରିବେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଠିକ୍ ଅଛି। ଯଦି ଆପଣ ମାନେ ଗୋଟେ ଜିନିଷ ଆପଣ ଜାଣିଥିବେ କି ସିଙ୍ଗଲ୍ ଷ୍ଟିକ୍ ଭାଙ୍ଗିଯାଏ କିନ୍ତୁ ବଣ୍ଡଲ୍ ଅଫ୍ ଷ୍ଟିକ୍ କେବେ ବି ଭାଙ୍ଗିପାରେ ନାହିଁ ଏଠି ଜାଣିଛନ୍ତି ତ ଆପଣ ଯେକୌଣସି ଡାଉଟ୍ ଥିବ ଯଦି ଆମ କମ୍ୟୁନିଟିରେ ଆପଣ ସେୟାର କଲେ ଆପଣଙ୍କ ମାନେ କମ୍ୟୁନିଟି ତରଫରୁ ଗୋଟେ ଷ୍ଟ୍ରେଂଥ ବି ମିଳିବ ଗୋଟେ ଇମୋସନାଲ୍ ସପୋର୍ଟ ମିଳିବ ଏବଂ ବହୁତ ଜିନିଷ ଶିଖି ବି ପାରିବେ ଓକେ। ତ ଗାଇଜ୍ ଯଦି ଆପଣ ଆଗକୁ ବଢ଼ିବାର ଅଛି ନିଜ ଲାଇଫ୍ ଚେଞ୍ଜ ହୁଏ ତ ଆପଣ ଆରାମସେ ଆସିକି ସେଲ୍ ପଇସା ପ୍ଲାଟଫର୍ମ ହ୍ୟାଣ୍ଡେଲ୍ କରିପାରିବେ ତ ସେ ଗୋଟେ ବେଷ୍ଟ କମ୍ୟୁନିଟି କଲେ ଚଳେ ରହିଲି ଥ୍ୟାଙ୍କସ୍ ୟୁ। ଆଉ ଭିଡ଼ିଓଟି ବହୁତ ମାତ୍ରାରେ ସେୟାର କରନ୍ତୁ ଯେଉଁ ହାଉସ୍ ୱାଇଫ୍ ମାନେ ଚାହୁଁଛନ୍ତି ଘରେ ରହିକି ଅର୍ଣ୍ଣିଂ କରିବା ପାଇଁ ତ ଲାଇକ୍ କମେଣ୍ଟ ବି ଦେବେ ଏବଂ ଆପଣ ବହୁତ ମଧ୍ୟ ସେୟାର ବି ମୋ ଭିଡ଼ିଓଟାକୁ କରିବେ ଏବଂ ସବସ୍କ୍ରାଇବ୍ ବି କରିଦେବେ ଯାହାକି ଏଇପରି ଭାବରେ ଆପଣ ନ୍ୟୁ ଭିଡ଼ିଓ ମଧ୍ୟ ପାଇବେ।